ଭିବଜିଓର ସ୍କୁଲର ବାର୍ଷିକ ଉତ୍ସବ। ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ। ବ୍ରହ୍ମପୁର ଆଙ୍କୁଲିସ୍ଥିତ ଭିବଜିଓର ସ୍କୁଲର ନବମ ବାର୍ଷିକ ଉତ୍ସବ ଅବସରରେ ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ଉଦ୍ବୋଧନ ଦେବା ସହ ଭିବଜିଓର ସ୍କୁଲ କମ୍ ସମୟରେ ଭଲ ଶିକ୍ଷା ଯୋଗୁଁ ସୁନାମ ଅର୍ଜନ କରିପାରିଥିବାରୁ ପ୍ରଶଂସା କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଭାବକମାନେ ନିଜ ପିଲାଙ୍କୁ ଉଚ୍ଚଶିକ୍ଷା ଉଚ୍ଚ ସଂସ୍କାର ଦେବା ସହ ମାଟି ମା ଓ ମାତୃଭାଷାକୁ ଭଲ ପାଇ ଦେଶ ମାତୃକାର ସେବକ ଭାବେ ଗଢ଼ି ତୋଳିବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ମା'ମାନେ ପିଲାଙ୍କୁ ଜଙ୍କ ଫୁଡ୍ ମୋମୋ ପିଜା ଠାରୁ ଦୂରରେ ରଖି ପାରମ୍ପରିକ ଖାଦ୍ୟ ଅଭ୍ୟାସ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସାବିତ୍ରୀ ନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ବିବେକାନନ୍ଦ ଦାସ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ଦାସଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆଦୃତ ହୋଇଥିଲା। ସ୍କୁଲର ଶିକ୍ଷିତ କର୍ମଚାରୀ ଅଭିଭାବକମାନେ ପରିଚାଳନାରେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ ପର୍ଯ୍ୟଟନ ନ୍ୟୁଜ୍ ଲାଇଭ୍। ଚାହାନ୍ତି ଯେ ମୋ ପିଲା ପଢ଼ିକରି ବିବେକାନନ୍ଦ